যাত্রীবাহী বস ধক্কাରେ ଦୁଇ ସ୍କୁଟି ଆରୋହୀ ମୃତ। ଭଦ୍ରକ ଚାନ୍ଦବାଲି ରାଜପଥ ପିରହାଟ ଥାନାଧୀନ ସିନ୍ଦୁଳ ପଞ୍ଚାୟତ ଆରୁହା କମାରିଆ ମଧ୍ୟରେ ଘଟିଛି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଘଟଣାସ୍ଥଳରେ ସ୍କୁଟି ଚାଳକ ସମେତ ଆରୋହୀ 2 ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ତିହିଡ଼ି ଥାନାଧୀନ ସୟା ପଞ୍ଚାୟତ ଅଧୀନ ବାଲିଚତୁରୀ ଗ୍ରାମର ଗୋଲକ ଦାସ ଓ ଦୈଥାରୀ ପୁହାଣ ବୋଲି ଜଣାଯାଇଛି। ମୃତକ 2 ଜଣ ଏକ ସ୍କୁଟିରେ ପିରହାଟ ଅଭିମୁଖେ ଯାଉଥିବା ବେଳେ ଚାନ୍ଦବାଲିରୁ ଆସୁଥିବା ହାସମ ନାମକ ଏକ ଯାତ୍ରୀବାହୀ ବସ୍ ସେମାନଙ୍କୁ ସିଧାସଳଖ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିବା ବେଳେ ବସ୍ର ଚାଳକ ଓ ହେଲ୍ପର କୌଶଳକ୍ରମେ ଖସି ପଳାଇ ଯାଇଥିବା କୁହାଯାଉଛି। ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ଗାଡ଼ି ଚଳାଚଳ ବନ୍ଦ ରହିଛି। ମୃତକଙ୍କ ପରିବାର ବର୍ଗ ଘଟଣାସ୍ଥଳରେ ପହଞ୍ଚିବା ପରେ ପ୍ରଶାସନିକ ଅଧିକାରୀ ସେମାନଙ୍କ ସହିତ ଆଲୋଚନା କରିବା ପରେ ଶବକୁ ବ୍ୟବଚ୍ଛେଦ କରିବା ଲାଗି ଭଦ୍ରକ ପଠାଯାଇଛି। ମୃତକ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ସହିତ ରାସ୍ତାରେ ହମ୍ସ ନିର୍ମାଣ ଲାଗି ଦାବି ଜୋର ଧରିଛି। ଅନ୍ୟପଟେ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଲାଗି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟୁଛି। ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯିବାକୁ ସାଧାରଣରେ ମତ ପ୍ରକାଶ ପାଉଛି। ନିଶିକାନ୍ତ ବେହେରାଙ୍କ ରିପୋର୍ଟ, ନିରପେକ୍ଷ ନ୍ୟୁଜ୍।